ଆଜି ଅର୍ଡ଼ରକୁ ନେଇ ସ୍ୱାମୀଙ୍କ ସହ ହେଲା ଝଗଡ଼ା। ଗୋଟେ ଅର୍ଡ଼ର ଆସିଲା କାକରା ପିଠାର, ନର୍ମାଲ ଆମାଉଣ୍ଟ ତାର ଟିକେ ଅଧିକା ଥିଲା। ପିଲାଙ୍କର ଯେହେତୁ ପେପର ଆରମ୍ଭ ହେବାକୁ ଯାଉଛି, ମୁଁ ମନା କଲି। ସ୍ୱାମୀ ପାଖରେ ବସିଥିଲେ, କହିଲେ ଅର୍ଡ଼ରଟା ରଖିଦିଅ, ମନା କରନି। ମୁଁ ତାଙ୍କୁ କହିଦେଲି କି ଯଦି ଅର୍ଡ଼ର ରଖିବ ତାହେଲେ ନିଜେ ହିଁ ବସି ସବୁ କାମ କରିବ, ମୁଁ କିଛି କରିବିନି। ପିଲାଙ୍କର ପେପର ଅଛି, ତାଙ୍କୁ ବି ଦେଖିବାକୁ ପଡ଼ିବ, ତ ମୁଁ ଟାଇମ୍ ଦେଇପାରିବିନି। ସେ କହିଲେ ଠିକ୍ ଅଛି, ମୁଁ ସବୁ କରିବି। କହି ତ ଦେଲି, ହେଲେ ମୁଁ ଜାଣିଛି ଏସବୁ କାମ ତାଙ୍କ ଦ୍ୱାରା ହେଇ ହିଁ ପାରିବନି। ରାତି ପ୍ରାୟ 10:30 ପାଖରୁ ଅର୍ଡ଼ର ତିଆରି ଷ୍ଟାର୍ଟ କଲୁ। ସୁଜିର ଯନ୍ତନୀ ମୁଁ ତିଆରି କଲି, ଆଉ ଲାଷ୍ଟକୁ ଯନ୍ତନୀ ସେ ଚଲେଇଲେ। କାହିଁକିନା ବଡ଼ ଆମାଉଣ୍ଟ ହେଲେ ଯନ୍ତନୀ ଚଲେଇବା ଟିକେ ହାର୍ଡ଼ ହେଇଯାଏ। 2ରୁ 3 ଥର ଯନ୍ତନୀ ଏମିତି ଭାବରେ ଏତିକି ଆମାଉଣ୍ଟର ବନେଇବାକୁ ପଡ଼ିଲା। ପିଲାମାନେ ଶୋଇଲା ପରେ ପାଖାପାଖି 10:30ରୁ ପିଠା ବନେଇବା ଷ୍ଟାର୍ଟ କଲୁ, ଆଉ ପାଖାପାଖି 2:30 ହେଇଗଲା ଆମକୁ ସରିବା ବେଳକୁ। 2 ଜଣ ମିଶି ପିଠା ଗଢ଼ିଲୁ, ଆଉ ସେ ଅଧା ପିଠା ଛାଣିଲେ ଆଉ ମୁଁ ଅଧା ପିଠା ଛାଣିଲି। ଏମିତି ଭାବରେ ଅର୍ଡ଼ରଟା ପୁରା କଲୁ। ପ୍ରଥମ ଥର ପାଇଁ ମୋତେ ଦେଖୁଥିଲେ ମୁଁ ଦୀପ୍ତି, ମୁଁ ନୋଇଡା ଏକ୍ସଟେନସନରେ